ଗ୍ରାମାଞ୍ଚଳରେ ଯେଉଁ ଆପଣ ଯେଉଁ ଆଣିଛନ୍ତି ଘର ଉଠେଇଛନ୍ତି ଯେଉଁ 1,80,000 ଯେଉଁ ଦେଉଛନ୍ତି ଆବାସ ଯୋଜନା ସେତିକି ଉପଲବ୍ଧ ହୋଇପାରୁଛି କାହିଁ ଲୋକ ଭଲ ଘର ହୋଇପାରୁଛନ୍ତି ତା ବିଷୟରେ କ'ଣ କହିବେ? ଦେଖନ୍ତୁ ସାର୍, ଆମର ସରକାର ବହୁତ ଦିନରୁ ଆମର ଲୋକଙ୍କୁ ଘର ଦେଉଛନ୍ତି, ଏଇଟା ସତ କଥା। କିନ୍ତୁ ଆଜିର ଡେଟ୍ରେ ଯେଉଁ ଚ୍ୟାଲେଞ୍ଜ ହେଉଛି, ଗୋଟେ ଲୋକ ଘର ତୋଳିବାକୁ ଯେଉଁ ଲେବର ରେଟ୍ ଯେମିତି ହେଉଛି, ଆପଣଙ୍କ ରଡ଼ ହେଉଛି, ସିମେଣ୍ଟ ହେଉଛି, ଯେଉଁ ପରିମାଣରେ ରେଟ୍ ବଢ଼ୁଛି, ତ ଲୋକକୁ ଆମ ସରକାରଟା 1,20,000 ଦେଉଛନ୍ତି ବର୍ତ୍ତମାନରେ। କିନ୍ତୁ ଏବେ ଯେଉଁ ତାଙ୍କର ପ୍ଲାନିଂ ଅଛି ମେ ବି 1,80,000 ଦେବାକୁ, ବଟ୍ ସେତିକିରେ ଗୋଟେ ଘର ସମ୍ପୂର୍ଣ୍ଣ ଭାବରେ ହେଇପାରୁନାହିଁ। ତ ମୋର କହିବା ମାନେ ଆପଣଙ୍କର ମାଧ୍ୟମରେ ମୁଁ ସରକାରକୁ ଅନୁରୋଧ କରିବାକୁ ଚାହେଁ ଯେ ଆଗାମୀ ଦିନରେ ଯେଉଁ ଘରଟା ମିନିମମ୍ 3,00,000 ଦେବାର ଅଛି, ଯାହାଫଳରେ ସେ ଆରାମସେ ଗୋଟେ ଘର ଦିଆଯାଉଛି, ଜଣେ ଲୋକ ରହିବ ନାହିଁ, ମିନିମମ୍ 4-5 ଜଣ ରହୁଛନ୍ତି ଗୋଟେ ଫ୍ୟାମିଲିରେ, ତ ସେମାନେ କେମିତି କରିବେ? ଆଉ ଯେଉଁ ଘର ଗଭର୍ଣ୍ଣମେଣ୍ଟ ଦେଉଛନ୍ତି ଡିମିରି ପିଟିକି, ସମସ୍ତ ଗଭର୍ଣ୍ଣମେଣ୍ଟ, କଂଗ୍ରେସ ହଉ, ବିଜେପି ହଉ, ବିଜେପି ଯେକୌଣସି ଗଭର୍ଣ୍ଣମେଣ୍ଟ ଘର ଦେଉଛନ୍ତି, ସାହାଯ୍ୟ କରୁଛନ୍ତି, ଏଇଟା ସତ କଥା। କିନ୍ତୁ ସେ ଲୋକ ସେ ପଇସାରେ ସେ ଘରଟା ସେ କ୍ୱାଲିଟିରେ ତିଆରି କରିପାରୁନି। ଘର ପାଉଛି, ଖୁସି ହେବା କଥା, ବଟ୍ ସେ ଦୁଃଖ କରୁଛି କାହିଁକି? ବିକଜ୍ ସେ ଘର ସେତିକି ପଇସାରେ ହେଇପାରୁନାହିଁ, ଅନ୍ୟଠାରୁ ଧାର କରିବା ପଡ଼ୁଛି, ସେଇଟା ହିଁ ଦୁଃଖ ପଡ଼ୁଛି। ସେଥିପାଇଁ ମୁଁ ଆପଣଙ୍କ ମାଧ୍ୟମରେ କହିବାକୁ ଚାହେଁ ଯେ ଘରଟା ମିନିମମ୍ 3,00,000 କରାଯାଉ। ଆଉ ଯେଉଁ ଆମର ଅର୍ବାନ୍ ରହୁଛି ଆଉ ଗୋଟେ ଲୋକାଲ୍ ରହୁଛି, ତାକୁ ମିନିମମ୍ ଯେଉଁ ମାନେ ଆମର ସିଟିରେ ରହୁଛି, ଯେଉଁଟାକି NSC ରହୁଛି, ଆପଣଙ୍କର ମ୍ୟୁନିସିପାଲିଟି ରହୁଛି, ସେଇଠି ମିନିମମ୍ 4,50,000 ଦେବା ଉଚିତ, ଯାହାଫଳରେ ଘରଟା ଠିକ୍ ଭାବରେ ହେଇପାରିବ। କିନ୍ତୁ ଗୋଟେ ବିଧାୟକ ଟିଫିନ୍ ଖାଇବାକୁ 500-1,000 ଲାଗୁଛି, ମିଲ୍ସ ଖାଇବାକୁ 2,000 ଖାଉଛି, 5,000 ଖାଉଛନ୍ତି, କିନ୍ତୁ ଗୋଟେ ଲୋକକୁ ଘର ଦେବାକୁ ଏତେ କୁଣ୍ଠାବୋଧ କାହିଁକି? ରାଜ୍ୟରେ 1,000 କୋଟିର ବଜେଟ୍ ହେଉଛି ପୁରା ସ୍ପେସିଆଲ, ଆଉ ସେ ବଜେଟ୍ରେ କାହିଁକି ତାଙ୍କୁ କମ୍ ପଇସା ଦିଆଯାଉଛି? ସରକାର ସମସ୍ତେ କୁହନ୍ତି ପରେ ଶିକ୍ଷା, ସ୍ୱାସ୍ଥ୍ୟ, ବାସଗୃହ କୁହନ୍ତି, ଆଉ ଏସବୁ ମିସିଂ ରହୁଛି କାହିଁକି? ଏତେ 1,000 କୋଟିର ବଜେଟ୍ ହେଉଛି, ବଟ୍ ହ୍ୱାଇ ଦେ ହାଭ୍ ବିନ୍ କଣ୍ଟିନ୍ୟୁ ମିସିଂ ଦ ଏଜୁକେସନ୍, ହେଲ୍ଥ ଆଣ୍ଡ ଆପଣଙ୍କର ହାଉସ୍ଟା କାହିଁକି ମିସିଂ ରହୁଛି? ଏସବୁ ଜିନିଷକୁ କେମିତି ଇନଫ୍ରାଷ୍ଟ୍ରକ୍ଚର ଠିକ୍ ହେବାର ଅଛି, ଆଉ ଲୋକକୁ ଯେମିତି ହେଲେ ବି 3,00,000ରୁ 4,50,000 ପାଇବ, ତ କ୍ୱାଲିଟି ଷ୍ଟାଟସ୍ ଘର ହେବ, ଷ୍ଟାଣ୍ଡାର୍ଡ ଘର ହେବ। କିନ୍ତୁ ଘର ଦେବାଟା ସତ, ପଇସା ଦେବାଟା ସତ, ସମସ୍ତେ ଜାଣିଛନ୍ତି, ସମସ୍ତ ସରକାର ଡିମାଣ୍ଡ କରୁଛି ଆମେ ଜନତାକୁ ଘର ଦେଉଛୁ, ଏତିକି ଲକ୍ଷ ଘର ଦେଉଛୁ, ଏତିକି ଲୋକକୁ ଆମେ ବିଜୁ ପକ୍କା ଘର ଦେଉଛୁ, ଏତିକି ଲୋକକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦେଉଛୁ, ସବୁ ଠିକ୍ କଥା। କିନ୍ତୁ କ୍ୱାଲିଟି ଜିନିଷ ସେମାନେ ଚାହୁଁଛନ୍ତି, କାହିଁକି ଦିଆଯିବନି? ତ ମୋ କହିବା ମାନେ ସେମାନଙ୍କୁ ମିନିମମ୍ ଯେକୌଣସି ଲୋକକୁ ଘର ଦିଆଯାଉଛି 3,00,000 ଦେବା କଥା, ଆଉ ଯେଉଁ ଆପଣଙ୍କର ଟାଉନ୍ ସିଟିରେ ରହୁଛି ତାକୁ 4,50,000 ଦେଲେ ଆରାମସେ ଘରଟା ହେଇପାରିବ। ଜଣେ ବିଧାୟକ ଗୋଟେ ନେତା ପାଖରେ ତା ଘରେ ଯେଉଁ ଲାଗୁଛି ଆପଣଙ୍କର AC, ଯେଉଁ ବିଲ୍ଡିଂଟା 5 କୋଟିରେ ତିଆରି ହେଉଛି, କିନ୍ତୁ ଗୋଟେ ସାଧାରଣ ଲୋକକୁ ଘର ଦେବାରେ ଏତେ କୁଣ୍ଠାବୋଧ କାହିଁକି? 3,00,000 ଦେଲେ ଅସୁବିଧା କ'ଣ ହେବ? ସରକାର ପାଖରେ କ'ଣ ରହିବ ନିବେଦନ ଆପଣଙ୍କର? ମୁଁ ଆପଣ ମାଧ୍ୟମରେ କହିବାକୁ ଚାହେଁ, ଅନୁରୋଧ କରୁଛି ଯେ ସରକାରକୁ ଯେକୌଣସି ଲୋକକୁ ଘର ଦିଆଯାଉଛି, ଯେତିକି ପରସେଣ୍ଟେଜରେ ଦିଆଯାଉଛି, ସମସ୍ତଙ୍କୁ 3,00,000ରୁ କମ୍ ହେବା ଉଚିତ ନାହିଁ, ଯାହାଫଳରେ ଲୋକ କାନ୍ଦିକି ଘର ତିଆରି କରୁଛନ୍ତି, ସେ ଠିକ୍ ଖୁସିରେ ଘର ତିଆରି କରୁନାହିଁ। ପଇସା ପାଉଛନ୍ତି ଠିକ୍, ସେଠି ବି ତ ପିସି ନେଉଛନ୍ତି ନା, ସରକାର ଭଲ ଭାବରେ ଜାଣିଛନ୍ତି। ସେ 1,20,000 ଦେଉଛନ୍ତି, କ'ଣ ସତରେ ତା ଆକାଉଣ୍ଟକୁ 1,20,000 ଯାଉଛି କି? ମୋର ପ୍ରଶ୍ନ। ସେଥିପାଇଁ ଯେଉଁ ବେନିଫିସିଆରୀକୁ ଡାଇରେକ୍ଟ ଆକାଉଣ୍ଟରେ ଦିଆଯାଉଛି ସତ କଥା, କିନ୍ତୁ 3,00,000ରୁ କମ୍ ନ ଦେବା ପାଇଁ ମୁଁ ଆପଣଙ୍କ ମାଧ୍ୟମରେ ସରକାରକୁ ଅନୁରୋଧ କରୁଛି। ଆଉ 3,00,000 ଦେବା ଉଚିତ, ଆଉ 4,50,000 ଦେବା ଉଚିତ। କାହିଁକି 4,50,000 ହେଲେ ସିଟିରେ ଗୋଟେ ଲେବର 1,000 ଟଙ୍କା ବି ନେଉଛି, ସେ କେମିତି ଘର ତିଆରି କରିବ? ତାର ତ ସିଟିରେ ବି ଗରିବ ଲୋକ ରହୁଛନ୍ତି, ଗାଁର ଆମର ଯେଉଁ ଲୋକାଲ ଅଞ୍ଚଳରେ ବି ଗରିବ ଲୋକ ରହୁଛନ୍ତି, କିନ୍ତୁ ସେମାନଙ୍କୁ ସମାନ ରେଟ୍ରେ ଟ୍ରିଟମେଣ୍ଟ କରାଯାଉନାହିଁ, ଡିଫରେଣ୍ଟ କରାଯିବାର ଉଚିତ। କାହିଁକି? ଯେଉଁ ସିଟିରେ ଯେଉଁ ରେଟ୍ରେ ଯେଉଁ ଚ୍ୟାଲେଞ୍ଜ ରହୁଛି, ଯେତିକି ତାଙ୍କୁ ଘର ତିଆରି କରିବାକୁ ଯେଉଁ ରେଟ୍ ରହୁଛି, ଗାଁରେ ଟିକେ କମ୍ ପଡ଼ୁଛି। ସେଥିପାଇଁ ମୁଁ ଡିମାଣ୍ଡ କରୁଛି କି 3,00,000 ହେଲେ ଆମର ଗ୍ରାମାଞ୍ଚଳମାନଙ୍କୁ ଆରାମସେ ଭଲ ଘର ହେଇପାରିବ, ଆଉ ସିଟିରେ ମିନିମମ୍ 4,50,000 ହେଲେ ଆରାମସେ ଘର କରିପାରିବ। ଏତିକି ମୁଁ ଆପଣଙ୍କ ମାଧ୍ୟମରେ ସରକାରକୁ ଅନୁରୋଧ କରିବାକୁ ଚାହେଁ।